ଅନେକ ଲୋକ ଭାବନ୍ତି ଯୀଶୁ ହେଉଛନ୍ତି ଖ୍ରୀଷ୍ଟିଆନ ମାନଙ୍କର ଈଶ୍ୱର ବୋଲି ମାନନ୍ତି, କିନ୍ତୁ ଖ୍ରୀଷ୍ଟିଆନ ମାନଙ୍କର ଈଶ୍ୱର ହିଁ ନାହିଁ, କିନ୍ତୁ ସାରା ଜଗତର ଈଶ୍ୱର ଏହା ବାଇବଲ ପ୍ରକାଶ କରେ। ଦେଖନ୍ତୁ ଆପଣ ମାନେ ଜହନ ପୁସ୍ତକ ପଢୁଛନ୍ତି ତାହେଲେ 3:16 ପଦ ପଢନ୍ତୁ। ସେଠି ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇକି ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଦେଖନ୍ତୁ ଈଶ୍ୱର ଖାଲି ଖ୍ରୀଷ୍ଟିଆନ ମାନଙ୍କୁ ଭଲ ପାଆନ୍ତି ନାହିଁ, ସାରା ଜଗତର ଲୋକମାନଙ୍କୁ ଭଲ ପାଆନ୍ତି। ଏଥିପାଇଁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ନିଜେ ଈଶ୍ୱର ସମସ୍ତ ଲୋକଙ୍କ ପାଇଁ ଆଉ ତାକୁ ବଳିଦାନ କରିବା ପାଇଁ ଦେଲେ, ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ବୋଲି ଲେଖାଯାଇଛି। ସେ ଅଦ୍ୱିତୀୟ ପୁତ୍ରଙ୍କୁ ତୋ ପାଇଁ ଆଉ ମୋ ପାଇଁ ଦାନ କରୁଛନ୍ତି। ମୋ ଭାଇ ମୋ ଭଉଣୀ ଯୀଶୁଙ୍କୁ ଜାଣନ୍ତୁ, ଯୀଶୁଖ୍ରୀଷ୍ଟଙ୍କୁ ଫଲୋ କରନ୍ତୁ, ଯୀଶୁଙ୍କ ଅନୁଯାୟୀ ଜୀବନଯାପନ କରନ୍ତୁ, ତାହେଲେ ଆପଣଙ୍କ ଜୀବନ ନିହାତି ଭାବରେ ବଞ୍ଚିବ ସେ ନର୍କ ଅଗ୍ନିମୟ ହ୍ରଦରୁ। ରହିଲି, ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଲର୍ଡ।